ଗୋଧୂଳିର ବାଘ। ଲେଖକ ଶ୍ରୀ ମନୋଜ ଦାସ। ପ୍ରଥମ ପରିଚ୍ଛେଦ। ଆମର ନିର୍ଜନ କୁନି ଉପତ୍ୟକା ଉପରେ ଝଡ଼ ବର୍ଷାର ଉଦ୍ଦାମ ଲୀଳା ଅବ୍ୟାହତ ରହିଥିଲା ଦୀର୍ଘ 3 ଦିନ 3 ରାତ୍ର ବ୍ୟାପୀ। ଉପତ୍ୟକାର ସତ୍ତା ଯେମିତି ଚିରତରେ ବିଲୁପ୍ତ ହେବ। ଘଡ଼ଘଡ଼ିର ଅବିରାମ ଧ୍ୱନି ପ୍ରତିଧ୍ୱନି ଚାରିଦିଗର ପର୍ବତମାଳା ଭିତରେ ସତେଅବା ଲୁଚକାଳି ଖେଳୁଥିଲେ। ଥରେ ଥରେ ବିଜୁଳି ଏଡ଼େ ତୀବ୍ର ଏବଂ ଘଡ଼ଘଡ଼ି ଏଡ଼େ ଭୀଷଣ ହେଉଥିଲା ଯେ ମୁଁ ମୋ ଆଖି କାନ ବନ୍ଦ କରି ରଖୁଥିଲି। ମନେ ହେଉଥିଲା ମୁଁ ରହିଛି ଏମିତି କେଉଁ ଏକ ଅଜଣା ଅପନ୍ତରାରେ ବଜ୍ରାନଳ ଯାର ଶେଷ କେରାଏ ଘାସକୁ ବି ଛାରଖାର କରିଦେଇଛି। ଘଡ଼ଘଡ଼ି ଯେତେବେଳେ ମୃଦୁ ହେଉଥିଲା ସେତେବେଳେ ତାହା ପର୍ବତମାଳା ଭିତରେ ବାଟବଣା ହୋଇ ମା'କୁ ଖୋଜୁଥିବା କେତୋଟି ସିଂହ ଶାବକଙ୍କ ରଡ଼ି ଭଳି ଶୁଭୁଥିଲା। ଘନ ବର୍ଷା ଓ କଳା ମେଘ ମୋ ଝରକା ବାହାରର ପୃଥିବୀକୁ ଥରେ ଥରେ ପୂରାପୂରି ଲିଭାଇ ଦେଉଥିଲେ ତ ଥରେ ଥରେ ତା'ର ଝଲକ ମାତ୍ର ପ୍ରକଟିତ କରୁଥିଲେ। ଏ ଉଭୟ ଅବସ୍ଥାର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ପୂରଣ କରିବା ନିମନ୍ତେ ମୋ କଳ୍ପନା ଶକ୍ତି ବେଶ୍ ଗୋଟାଏ ଆହ୍ୱାନ ଅନୁଭବ କରୁଥିଲା। ସ୍ଥୂଳ ପର୍ବତମାନେ କୌଣସି ପରୀକାହାଣୀର ପଟ୍ଟଭୂମିରେ ପରିଣତ ହେଉଥିଲେ। କେତେବେଳେ ସେମାନେ ଦେବପୁରୀର ତୋରଣମାଳା ଭଳି ଦିଶୁଥିଲେ ତ କେତେବେଳେ ମନ୍ତ୍ରଣାରତ ଦଳେ ରାକ୍ଷସ ଭଳି ମନେ ହେଉଥିଲେ। ଗହନ ରାତିରେ ବାତୁଳ ପବନର ଶବ୍ଦ ସେ ଉପତ୍ୟକାକୁ ପ୍ରବଳ ଉତ୍ସାହରେ ଦଖଲ କରି ନେଇଥିବା ଗୋଟାଏ ରାକ୍ଷସର ମନ୍ତ୍ରପାଠ ଭଳି ଶୁଭୁଥିଲା। ସେତେବେଳେ ସେ ଅନ୍ଧକାର ଭିତରକୁ ଅନାଇବାକୁ ମୁଁ ଭୟ କରୁଥିଲି। ବିଦ୍ୟୁତ୍ ସ୍ଫୁରଣ ବେଳେ କାଳେ ଦିଶିଯିବ ସେ ମୁହଁ। ବିକଟ ହସମଣ୍ଡିତ ଏକ ଭୀଷଣ ମୁହଁ। ସେ ସମ୍ଭାବନା ମୋତେ ଥରେ ଥରେ ଚମକାଇ ଦେଉଥିଲା। ଚତୁର୍ଥ ଦିନ ଯାଇ ଝଡ଼ ପ୍ରଶମିତ ହେଲା। ମୋର ପ୍ରିୟ ପାଠ୍ୟ ପରିଗଳ୍ପ ପଢ଼ିବା ଓ ଝରକା ପାଖରେ ବସି ବଣ ପାହାଡ଼ ତଥା ବର୍ଷା ଯୋଗୁଁ ଦେଖାଦେଇ ପୁଣି ହଜି ଯାଉଥିବା କୁନି କୁନି ବସତି କେତୋଟି ଆଡ଼େ ଅନାଇବା ଛଡ଼ା ମୋର ଆଉ ବିଶେଷ କିଛି କରିବାର ନଥିଲା। ମୋର ଏଇ କାରାରୁଦ୍ଧ ପ୍ରାୟ ଅବସ୍ଥା ଭିତରେ ଦିନେ ମୁଁ 25 ବର୍ଷ ବୟସ ଅତିକ୍ରମ କରିଥିଲି। ବାପା ମା'ଙ୍କ ପରଲୋକ ପରେ ମୋ ଜନ୍ମଦିନ ମନେ ରଖିବାକୁ କେହି ନଥିଲେ। ଅତୀତର ରୋମନ୍ଥନ କରି ମୁଁ ଦିନଟି ବିତାଇ ଦେଇଥିଲି। ଏସବୁ ପୁରୁଣା ଯେଉଁ ଜନ୍ମଦିନ ମନେ ପଡ଼ୁଥିଲା ତାହା ବି ଥିଲା ଝଡ଼ଠୁ ଅବିଚ୍ଛନ୍ନ। ବୋଧହୁଏ ମୋତେ ସେଦିନ 4 ବର୍ଷ ପୂରିଥାଏ। ମୁଁ ଚାହୁଁ ଚାହୁଁ ସାରା ଆକାଶ ବନିଗଲା ଘମାଘୋଟ କଳା। ଦୂରାନ୍ତର ପର୍ବତ ଶିଖର ସବୁ ଦେହରେ ଧକ୍କା ଖାଇ ମେଘମାନ ଭୟଙ୍କର ବିଶୃଙ୍ଖଳ ଦିଶୁଥିଲେ। ପରେ ପରେ ପୃଥିବୀର ଭିତ୍ତି ଫଟାଇ ଦେଲା ଭଳି ଏକ ପ୍ରଚଣ୍ଡ ଘଡ଼ଘଡ଼ି ହେଲା। ମୁଁ ଏକା ନିଶ୍ୱାସରେ ଦୌଡ଼ି ଯାଇ ମା' କୋଳ ଭିତରେ ମୁହଁ ଲୁଚାଇଲି। 20 ବର୍ଷ ପରେ ଝଡ଼ କବଳିତ ଏ ସଦ୍ୟ ଜନ୍ମଦିନ ଅବସରରେ ମା' ତେଣୁ ବିଶେଷ ଭାବରେ ମନେ ପଡ଼ୁଥିଲେ। ଦୈବାତ୍ ମୁଁ ଯେଉଁ କୋଠାର ମାଲିକାନା ପାଇଯାଇଥିଲି ଓ ଯାହାର ନାମ ଦେଇଥିଲି ଦିଗ୍ବଳୟ, ସମୁଦ୍ର ପତ୍ତନରୁ ପ୍ରାୟ 4000 ଫୁଟ ଊର୍ଦ୍ଧ୍ୱରେ ତା'ର ଅବସ୍ଥିତି। ପଛରେ କୋଠାକୁ ରକ୍ଷା କଲା ଭଳି ଉଦ୍ୟତ ଫଣା ସାପ ଭଙ୍ଗୀରେ ଠିଆ ହୋଇଥିବା ପୁଙ୍ଗୁଳା ପାହାଡ଼ଟିର ନାମ ନାଗଦେବତା। ଜହ୍ନ ରାତିରେ ସେ ପାଉଁଶିଆ ଶିଖର ଏକ ପ୍ରକାର ନୀଳ ଦ୍ୟୁତିରେ ଝଟକୁଥାଏ। ଅଧିକ ବହଳ ଜହ୍ନ ଆଲୁଅର କୌଣସି ମୁଲକରୁ ଅବତରଣ କରି ମଧ୍ୟେ ମଧ୍ୟେ ସେ ପାହାଡ଼ ଉପରେ ପରୀମାନେ ନଚାନଚି କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କର ଧାରଣା। କେବେ କେବେ ଜହ୍ନ ଆଲୁଅ ବିଶେଷ ଉଜ୍ଜ୍ୱଳ ହେଲେ ମୁଁ ଦୀର୍ଘ ସମୟ ଧରି ସେ ଶିଖର ଉପରେ ଦୃଷ୍ଟି ନିବଦ୍ଧ କରୁଥିଲି। ହୁଏତ ଗୋଟାଏ ଯୋଡ଼ାଏ ପରୀ ଦେଖି ପକାଇବି। ମେଘଳ ଶିଖର ଉପରୁ ସେମାନେ ହୁଏତ ଥରେ ଅଧେ ଉଙ୍କି ମାରିବେ। କେବେ କେବେ ଅବଶ୍ୟ ମୋତେ ନିହାତି ଏକୁଟିଆ ଓ ଉଦାସ ଲାଗୁଥାଏ। କିନ୍ତୁ ସାଧାରଣତଃ ସେ କୋଠାର ଅଧିକାରୀ ଭାବରେ ମୁଁ ବେଶ୍ ଆପ୍ୟାୟିତ ଅନୁଭବ କରୁଥାଏ। ଉପତ୍ୟକାର ପଶ୍ଚିମକୁ ବିସ୍ତୃତ ଅରଣ୍ୟ, ପୂର୍ବକୁ ନଦୀ। ନିଜନପୁରର ଅଭାବନୀୟ ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ନ ହେବ କିଏ? ଅସଂଖ୍ୟ ଛୋଟ ଛୋଟ ପାହାଡ଼, ବୁଦାମାଳ ଓ ଆଦିବାସୀ ବସତି ଦେଇ ଶିଳା କଙ୍କରମୟ ଏକ ରାସ୍ତା ସର୍ପିଳ ଭଙ୍ଗୀରେ ପ୍ରାୟ 50 କିଲୋମିଟର ଦୂରବର୍ତ୍ତୀ ସମରଗଡ଼ରେ ଯାଇ ପହଞ୍ଚିଥିଲା। ଛୋଟ ସହର ସମରଗଡ଼ ଭାରତର ସ୍ୱାଧୀନତା ପ୍ରାପ୍ତି ତଥା ଦେଶୀୟ ରାଜ୍ୟ ସମୂହର ବିଲୋପ ପୂର୍ବରୁ ସମରଗଡ଼ ନାମଧେୟ କ୍ଷୁଦ୍ର ରାଜ୍ୟଟିର ରାଜଧାନୀ ଥିଲା। ବଡ଼ ବଡ଼ ରାଜ୍ୟ ଓ ସେ ସବୁର ଉଚ୍ଚାଭିଳାଷୀ ରାଜା ମହାରାଜାଙ୍କ କଥା ଅଲଗା। ସମରଗଡ଼ ସହ କିନ୍ତୁ ତା ସୀମା ବହିର୍ଭୂତ ପୃଥିବୀର ସମ୍ପର୍କ ଥିଲା ଅତ୍ୟନ୍ତ କ୍ଷୀଣ। ରାଜ୍ୟର ଅଧିକାଂଶ ଜନବସତି ବଣ ଓ ପର୍ବତର ଅନ୍ଧିସନ୍ଧିରେ ଗୁଞ୍ଜା ହୋଇ ରହିଥିଲେ।
ଅଧିକାଂଶ ପ୍ରଜା ଥିଲେ ଭିନ୍ନ ଭିନ୍ନ ପାର୍ବତ୍ୟ ଉପଜାତିରେ ବିଭକ୍ତ। ରାଜ୍ୟ ବିଲୋପନ ପରେ ଦୂରାନ୍ତରେ ଜୀବନଯାପନ କରୁଥିବା ସମରଗଡ଼ର ଶେଷ ରାଜା ଓ ତାଙ୍କ ପୂର୍ବରୁ ତାଙ୍କ ପିତାଙ୍କ ବ୍ୟତୀତ ଏ ରାଜ୍ୟର ଇତିହାସରେ ଅନ୍ୟ କୌଣସି ରାଜା ବୋଧହୁଏ ଆଖପାଖରେ ବନ୍ଧୁବାନ୍ଧବ ଅଧ୍ୟୁଷିତ 2-3ଟି ରାଜ୍ୟ ଛଡ଼ା ଆଉ କୁଆଡ଼େ ହେଲେ ପାଦ ପକାଇବାରେ ଆବଶ୍ୟକତା ଅନୁଭବ କରିନଥିଲେ। ବିଦ୍ୟାର୍ଜନ ଦିଗରେ ପ୍ରଜାକୁଳର ସୁଯୋଗ କେତୋଟି ପ୍ରାଥମିକ ବିଦ୍ୟାଳୟ ଓ ଯୋଡ଼ିଏ ମାଇନର ସ୍କୁଲରେ ସୀମିତ ଥିଲା। କେବଳ ରାଜଧାନୀ ସମରଗଡ଼ରେ ଥିଲା ରାଜ୍ୟର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଗୋଟାଏ ହାଇସ୍କୁଲ। ହାସ୍ପାତାଲର ପ୍ରଶ୍ନ ନଥିଲା, ତେବେ ଡାକ୍ତରଖାନାଟିଏ ଥିଲା। ଛାପାଖାନା ବା ଆଧୁନିକତାର ଅନ୍ୟ କୌଣସି ଲକ୍ଷଣ ନଥିଲା ବା କେହି ସେସବୁର ଅଭାବ ଅନୁଭବ କରୁନଥିଲେ। ଅବସ୍ଥା ବଦଳି ଯାଇଛି। ହାସ୍ପାତାଲ, କଲୋନୀ, ଅନ୍ୟାନ୍ୟ ବହୁ ପ୍ରଗତି ସୂଚକ ପ୍ରତିଷ୍ଠାନରେ ସମୃଦ୍ଧି ଆଜିର ସମରଗଡ଼। ଦ୍ରୁତ ଗତିରେ ବଢ଼ିଛି ସହରର ଜନସଂଖ୍ୟା। କାଉମାନଙ୍କ ଭିତରେ ଚହଳ ପକାଏ ମାଇକ୍ରୋଫୋନର ଗର୍ଜନ। କିନ୍ତୁ ଆମ ନିଜନପୁର ଉପତ୍ୟକାକୁ ପରିବର୍ତ୍ତନ ବିଶେଷ ସ୍ପର୍ଶ କରିନଥିଲା। ପରିବର୍ତ୍ତନ ହେଉ, ଜନସମାଗମ ହେଉ, ମୋ ନିଜ ସ୍ୱାର୍ଥ ଦୃଷ୍ଟିରୁ ସେସବୁ ସପକ୍ଷରେ ଯେତେ ଯୁକ୍ତି ଥିଲେ ବି ପ୍ରତି ପ୍ରଭାତରେ ନିଜନପୁରକୁ ଅପରିବର୍ତ୍ତିତ ଦେଖି ମୁଁ ସ୍ୱସ୍ତି ଅନୁଭବ କରୁଥିଲି। ଘଟଣା ଚକ୍ରରେ ମୋ ଅକ୍ତିଆରକୁ ଆସୁଥିବା ଏ କୋଠା ରାଜ୍ୟ ହରାଇବାର ଅବ୍ୟବହିତ ପୂର୍ବରୁ ସମରଗଡ଼ର ରାଜା ହିଁ ନିର୍ମାଣ କରିଥିଲେ। ସ୍ଥପତି ଜଣେ ଇଂରେଜ। ସେ କୁଆଡ଼େ ଏଠାକାର ପ୍ରାକୃତିକ ପଟ୍ଟଭୂମି ପ୍ରତି ସୁବିଚାର କରିବା ସଙ୍ଗେ ସଙ୍ଗେ ତାଙ୍କ କୃତି ଭିତରେ ଗ୍ରୀକ୍ ଓ ଭାରତୀୟ ନିର୍ମାଣ ଶିଳ୍ପର ସମନ୍ୱୟ ବିଧାନ କରିଥିଲେ। ପାହାଡ଼ ଉପରେ ଅବସ୍ଥିତ କୋଠାଟି ଥିଲା ବେଶ ବଡ଼ ଓ ସୁଦୃଶ୍ୟ। ଚତୁର୍ଦିଗର ସବୁଜ ନରମ ଘାସ ଅଳସ ପଦାଚାରଣ ପାଇଁ ନିମନ୍ତ୍ରଣ ଜଣାଉଥିଲା। ପବନର ଅଭାବ ଯେମିତି ନଥିଲା, ତାର ପ୍ରାଚୁର୍ଯ୍ୟକୁ ବି ସେମିତି ପ୍ରତିହତ କରୁଥିଲା କୋଠା ପଛରେ ଦଣ୍ଡାୟମାନ ନାଗଦେବତା ପର୍ବତ। ଏହାର ନିର୍ମାତା ସେଦିନର ତରୁଣ ରାଜା। କୋଠାର ନାମ ଦେଇଥିଲେ ହୀରା ମହଲ। ଶତବାର ପୁନରାବୃତ୍ତି ହେବା ସତ୍ତ୍ୱେ ଗୁଜବମାନେ ପ୍ରାଣବନ୍ତ ରହିପାରୁନଥିବା ସେ ଯୁଗରେ ଏ କ୍ଷୁଦ୍ର ଆରଣ୍ୟକ ରାଜ୍ୟରେ କିଶୋରୀ ହୀରା ଥିଲା ବହୁ ଗୁଜବର ନାୟିକା, କେତୋଟି ସୁଆଦିଆ ତ କେତୋଟି ଆତଙ୍କଜନକ। ତରୁଣ ରାଜାଙ୍କ ପିତୃଦେବ ପୂର୍ବତନ ରାଜା ଜଣେ ଶ୍ୱେତକାୟା ସଙ୍ଗିନୀ ସଂଗ୍ରହ କରିଥିଲେ। ଭଦ୍ର ମହିଳା ସଦ୍ୟ ଜଣେ ସମ୍ଭ୍ରାନ୍ତ ୟୁରୋପୀୟଙ୍କ ପତ୍ନୀତ୍ୱରୁ ଅବ୍ୟାହିତ ନେଇଥାନ୍ତି। ମିଜାଜ ମହତ ଥିବାବେଳେ ବୃଦ୍ଧପ୍ରାୟ ରାଜା ସେ ମହିଳା ଜଣକ ତାଙ୍କ ପରିଣୀତା ବୋଲି ଘୋଷଣା କରୁଥିଲେ। ସେ ଦିଗରେ ସତ୍ୟ ବା ତଥ୍ୟ ସବୁଦିନ ପାଇଁ ତମସାବୃତ ରହିଗଲା। ମହିଳାଟି ରାଜ୍ୟ ବାହାରେ ରାଜାଙ୍କର କୌଣସି କୋଠିରେ ରହୁଥିବା ଫଳରେ ସମରଗଡ଼ବାସୀ ତାଙ୍କୁ ଦେଖିବାର ସୁଯୋଗରୁ ବଞ୍ଚିତ ଥିଲେ। ଅପେକ୍ଷାକୃତ କ୍ଷିପ୍ର ଗତିରେ ମହିଳା ଜଣକ ଏକ ସନ୍ତାନ ଜନ୍ମ ଦେଲେ ଏବଂ ହୀରା ନାମ୍ନୀ ସେ କନ୍ୟା ରାଜାଙ୍କ ଦୁହିତା ବୋଲି ଘୋଷିତ ହେଲା। ହୀରାର ଉତ୍ପତ୍ତି ରହସ୍ୟ ସମ୍ବନ୍ଧିତ ଏ ବିଶେଷ ବିଜ୍ଞପ୍ତି ଉପରେ ଜନସାଧାରଣ ଗୁରୁତ୍ୱ ଦେବାର ପ୍ରମାଣ ନାହିଁ। ବୁଢ଼ା ରାଜାଙ୍କ ବିୟୋଗ ପରେ କିନ୍ତୁ ହୀରା ତାଠୁ 10 ବର୍ଷ ବଡ଼ ରାଜକୁମାରଙ୍କ ଉପରେ ଅସାଧାରଣ ପ୍ରଭାବ ବିସ୍ତାର କରିବାର ଦେଖାଗଲା। ଭାରତବର୍ଷ ଦିନେ ସ୍ୱାଧୀନ ହେବ, ଯୁଗ ଯୁଗର ଦେଶୀୟ ରାଜ୍ୟ ସମୂହର ବିଲୋପ ହେବ। ଅନ୍ତତଃ ସେ ମୂଲକର ଦିଗ୍ବଳରେ ସେ ସମ୍ଭାବନାର ଅଭ୍ୟାସ ଦେଖାଇ ଦେଇନଥିଲା। ଅତଏବ ରାଜାଙ୍କ ଅନ୍ତେ ପାରମ୍ପରିକ ଥାଟରେ ତାଙ୍କର ଏକମାତ୍ର ପୁତ୍ରଙ୍କର ଅଭିଷେକ ହେଲା। ସେହି ଅବସରରେ ହିଁ ପ୍ରଥମ ଥର ପାଇଁ ପ୍ରଜାବର୍ଗଙ୍କୁ ହୀରା ଦର୍ଶନର ସୁଯୋଗ ମିଳିଥିଲା। ରାଜ୍ୟରେ ରୂପାନ୍ତରିତ ହେଉଥିବା ଯୁବରାଜଙ୍କ ତୁଳନାରେ ସେ ହିଁ ଥିଲା ଅଧିକ ଆକର୍ଷଣର ବସ୍ତୁ। ହୀରା ମାନବ ସମ୍ଭୂତା ନୁହେଁ, ବରଂ ଏକ ପରିକନ୍ୟା। ପରଲୋକାଗତ ଅଘଟଣ ଘଟଣ ସକ୍ଷମ ରାଜା ବାହାଦୁର ଏକଦା ବ୍ୟୋମଯାନ ଆରୋହଣ କରି ଯାଉ ଯାଉ ମେଘମାଳ ଭିତରୁ ତାକୁ ଧରି ପକାଇଥିବାର ଏବଂ ଯାଦୁକରମାନଙ୍କ ସହାୟତାରେ କ୍ରମେ ବଶୀଭୂତା କରିଥିବାର ଜନରବ ଏକ ସୀମିତ ଗୋଷ୍ଠୀ ଭିତରେ ଗୁଞ୍ଜରିତ ହେଉଥାଏ। ମୋ ବାପାଙ୍କର ଜଣେ ପରିଚାରକ ହଲଫ କରି କହୁଥାଏ, ଥରେ ଈଷତ୍ ତୀକ୍ଷ୍ଣ ଏକ ଘାସପତ୍ରର ଆଘାତରେ ସେ ପରିକନ୍ୟାର ପଦାଙ୍ଗୁଷ୍ଠ କିଞ୍ଚିତ୍ କଟିଯାନ୍ତେ ସେ କ୍ଷତରୁ ରକ୍ତ ପରିବର୍ତ୍ତେ କ୍ଷୀର ନିର୍ଗତ ହେବାର ଦେଖିଥିଲା। ତାର ଏକାନ୍ତ ନିଜସ୍ୱ ଶାଳକ। ନୂଆ ରାଜା ଯେ ନିଜ ରାଜ୍ୟ, ନଅର ଓ ସମ୍ପତ୍ତିର ହେପାଜତ ନକରି ଦୂର ଦୂରାନ୍ତରର ଭିନ୍ନ ଭିନ୍ନ ନଗରୀରେ କାଳାତିପାତ କରିବାର ଦେଖାଗଲା, ତାହା ସେହି ଅସ୍ଥିର ପରିକନ୍ୟାର ପ୍ରଭାବର ଫଳ ବୋଲି ଲୋକେ ଭାବୁଥିଲେ।
ହୀରାକୁ ଯେଉଁମାନେ ଦେଖିଥିଲେ ସେ ସୁନ୍ଦରୀ ବୋଲି ସେମାନଙ୍କ ଭିତରେ ମତଦ୍ୱୈଧ ନଥିଲା, କିନ୍ତୁ ଯେଉଁମାନେ ଦେଖିନଥିଲେ ତାର ସୌନ୍ଦର୍ଯ୍ୟ ତତ୍ତ୍ୱ ଉପରେ ସେମାନେ ହିଁ ଅଧିକ ମୁଖର ଥିଲେ। ସେ ସୌନ୍ଦର୍ଯ୍ୟରେ ପ୍ରଚୁର ଇନ୍ଦ୍ରଜାଲ ନିହିତ ଥିଲା ବୋଲି ବି ଅନେକ ନିଃସନ୍ଦେହ ଥିଲେ। ଅନ୍ୟଥା ବୁଦ୍ଧିମାନ ଓ ଧୀରସ୍ଥିର ନୂଆ ରାଜାଙ୍କ ଉପରେ ତାର ଅସାଧାରଣ ପ୍ରଭାବକୁ ବା କିପରି ବ୍ୟାଖ୍ୟା କରାଯାଇପାରେ? ମୁଁ ସଜୀବ ହୀରାକୁ ସିନା ଦେଖିନଥିଲି, କିନ୍ତୁ ପ୍ରଥମ ଥର ପାଇଁ ହୀରା ମହଲରେ ପ୍ରବେଶ କରି ଚମକି ପଡ଼ିଥିଲି। ହୀରାର ଆବକ୍ଷ ତୈଳଚିତ୍ରଟିଏ ମୋ ଆଡ଼େ ଅନାଇ ମୋ ପ୍ରବେଶ ଅନଧିକାର ବୋଲି ଜଣାଇ ଦେଇଥିଲା। ପ୍ରତିକୃତିଟି ନିଶ୍ଚୟ ଜଣେ ଦକ୍ଷ ଶିଳ୍ପୀଙ୍କ ସୃଷ୍ଟି। ମୋ ନିର୍ଦ୍ଦେଶରେ ମୋ ପରିଚାଳକ ସୁବ୍ବୁ ତାକୁ କାଢ଼ି ନେବା ବେଳେ ମୁଁ ଯେପରି ଜଣେ ସମ୍ଭ୍ରାନ୍ତ ମହିଳାଙ୍କୁ ତାଙ୍କ ଆସନରୁ ହଟାଇ ଦେଇଛି, ମୁହୂର୍ତ୍ତଙ୍କ ପାଇଁ ମୋତେ ଆଚ୍ଛନ୍ନ କରିଥିଲା ଏମିତି ଗ୍ଳାନିବୋଧ। ଏଠାରେ ନିଜନପୁର ଉପତ୍ୟକାର ଏକ କୋଣରେ ସମରଗଡ଼ ରାଜପରିବାରଙ୍କ ପୁରୁଣା ଅଟ୍ଟାଳିକାଟିଏ ଥିଲା। ପ୍ରଶସ୍ତ ବୈଠକଖାନା ଏବଂ ତା ପଛକୁ ପ୍ରାୟତଃ ଅନ୍ଧକାର ଯୋଡ଼ିଏ ତିନୋଟି ସମ୍ପଥର ଉଭୟ କଡ଼ରେ ଅନେକ ଗୁଡ଼ିଏ କୋଠରୀ। ଅଧିକାଂଶ ସମୟ ସେ ପ୍ରାସାଦ ଭୂତକୋଠି ଭଳି ପଡ଼ି ରହିଥାଏ ଜଣେ ଦୁଇଜଣ ବେପରୁଆ ପ୍ରହରୀଙ୍କ ଦାୟିତ୍ୱରେ। ପୂର୍ବର ରାଜାରାଣୀ ଓ ରାଜପରିବାର ଲୋକେ ସେଠାରେ ପ୍ରତିବର୍ଷ କିଛି କିଛି ସମୟ ବିତାଉଥିଲେ। ନିଜନପୁରର ପ୍ରାକୃତିକ ଦୃଶ୍ୟ ବା ଜଳବାୟୁ ପାଇଁ ନୁହେଁ, ପ୍ରାସାଦର ଅଦୂରରେ ଥିବା ବନେଶ୍ୱରୀଙ୍କ ସୁପ୍ରାଚୀନ ମନ୍ଦିର ନିମନ୍ତେ। ମଜା କଥା ହେଲା, ବନେଶ୍ୱରୀ ଥିଲେ ମୋ ପୂର୍ବପୁରୁଷଙ୍କ ଆରାଧ୍ୟା ଦେବୀ। ସେମାନଙ୍କ ରାଜ୍ୟ ଥିଲା ଅତି କ୍ଷୁଦ୍ର, କିନ୍ତୁ ନିଜ ଆଭିଜାତ୍ୟକୁ ନେଇ ସେମାନଙ୍କର ଗର୍ବର ସୀମା ନଥିଲା। ହଜାର ହଜାର ବର୍ଷ ତଳେ ଜଣେ ଋଷି ଓ ଅପ୍ସରା ଜାତୀୟ ତାଙ୍କ ପତ୍ନୀଙ୍କଠୁ କୁଆଡ଼େ ହୋଇଥିଲା ଆମ ବଂଶର ସୂତ୍ରପାତ। ବ୍ରିଟିଶ ଶାସନ ପ୍ରବର୍ତ୍ତନର ଅବ୍ୟବହିତ ପୂର୍ବରୁ ଯେତେବେଳେ ସମରଗଡ଼ର ଜଣେ ଉଚ୍ଚାଭିଳାଷୀ ରାଜା ମୋ ପୂର୍ବପୁରୁଷଙ୍କ ରାଜ୍ୟଟି ଦଖଲ କରିନେଲେ, ସେତେବେଳେ ବନେଶ୍ୱରୀଙ୍କ ଅଭିଶାପ ବିଜୟୀ ରାଜବଂଶ ପଛରେ ମୃତ୍ୟୁ ରୂପେ ଧାବମାନ ହେବାକୁ ଲାଗିଲା। ଅଜ୍ଞାତ ବା ଆଚମ୍ବିତ କାରଣରୁ ମଲେ ରାଜବଂଶର ଅଧିକାଂଶ ଲୋକ। ଜଣେ କୁଆଡ଼େ ନିଜ ଛାଇର ମୁଣ୍ଡ ଦେଖି ନ ପାରି ପ୍ରଚଣ୍ଡ ଚମକରେ ଶେଷ ନିଶ୍ୱାସ ତ୍ୟାଗ କଲେ। ସମରଗଡ଼ର ତତ୍କାଳୀନ ରାଜା ଦେବୀଙ୍କୁ ତୁଷ୍ଟ କରିବା ନିମନ୍ତେ ନିଜ ପୁରୋହିତ ଓ ରାଜସଭାର ଜ୍ୟୋତିଷ ବର୍ଗଙ୍କ ପରାମର୍ଶ ଅନୁସାରେ ଯତ୍ପରୋନାସ୍ତି ଚେଷ୍ଟା କଲେ, କିନ୍ତୁ ସେସବୁ ହେଲା ବୃଥା। ଅବଶେଷରେ ଏକ ଅମାବାସ୍ୟା ରଜନୀର ମଧ୍ୟଭାଗରେ ବନେଶ୍ୱରୀଙ୍କ ପୂଜାରୀ ରାଜାଙ୍କ ଶୟନକକ୍ଷ ଦ୍ୱାରରେ କରାଘାତ କଲେ। ସେତେବେଳେ ସେ ଯେ କୌଣସି ଅତିଭୌତିକ ଶକ୍ତିର ମୁଖପାତ୍ରରେ ପରିଣତ ହୋଇଥିଲେ, ତାଙ୍କ ଚେହେରା ତାର ଏଡ଼େ ଜାଜ୍ୱଲ୍ୟମାନ ସାକ୍ଷ୍ୟ ବହନ କରୁଥିଲା ଯେ ରାଜାଙ୍କ ଦେହ ରଖିବା କୌଣସି ପରିଚାରକ ତାଙ୍କୁ ଅଟକାଇବାକୁ ସାହସ କରିନଥିଲେ। ପୁରୋହିତ ରାଜାଙ୍କ କାନରେ କିଛି କହିଲେ, ରାଜା ବଜ୍ରାହତ ଭଳି ବସି ରହିଲେ। ହଟହାସ୍ୟ ସହଯୋଗେ ଦୁର୍ବୁଦ୍ଧ କିଛି ଘୋଷଣା କରି ପୁରୋହିତ ତତ୍ପରେ ପ୍ରାସାଦରୁ ପ୍ରସ୍ଥାନ କଲେ। ଅବଶ୍ୟ ରାଜାଙ୍କୁ ସେ ଯାହା କହିଥିଲେ ତାହା କ୍ରମେ କାନରୁ କାନାନ୍ତର ହୋଇ ସର୍ବଜନବିଦିତ ଗୋପନ ତଥ୍ୟରେ ପରିଣତ ହେଲା। ଯଦି ବନେଶ୍ୱରୀଙ୍କୁ ତୁଷ୍ଟ କରିବାର ଆଶା, ତେବେ ଜଣେ ରାଜକୁମାରଙ୍କୁ ବଳି ଦିଅ। ଖୋଦ୍ ଦେବୀ ହିଁ ପୁରୋହିତର ଚେତନାକୁ ଆୟତ୍ତ କରି ଏ ସର୍ତ୍ତ ଦେଇଥିଲେ ବୋଲି ସର୍ବସାଧାରଣ ବିଶ୍ୱାସ କରୁଥିଲେ ମଧ୍ୟ ମୋ ବାପା କହୁଥାନ୍ତି, ଲୋକଟାକୁ ଯିଏ ଆୟତ୍ତ କରିଥିଲା ସେ ବନେଶ୍ୱରୀ କି କୌଣସି ଦେବଦେବୀ ନୁହନ୍ତି, ସେ ଏକ ଧୂର୍ତ୍ତ ପିଶାଚ। ତତ୍କାଳୀନ ରାଜାଙ୍କ ଦ୍ୱନ୍ଦ୍ୱ କଥା ନ କହିବା ଭଲ। ତାଙ୍କର 9 ପୁଅରୁ 7 ଜଣ ପରପର ମରିସାରିଥିଲେ। ଉଦ୍ବୃତ୍ତ 2ରୁ ଜଣଙ୍କୁ ବଳି ଦେଇ ବର୍ତ୍ତମାନ ସେ ଅପର ଜଣକୁ ବଞ୍ଚାଇ ରଖିବେ, ନହେଲେ ସ୍ୱୟଂ ନିଜ ବଂଶ ବିଲୟର ସାକ୍ଷୀ ହେବେ। କାଳକ୍ଷେପଣର ସୁଯୋଗ ନଥିଲା। ପୁରୋହିତଙ୍କ ପରାମର୍ଶ ଅନୁଯାୟୀ ସିଦ୍ଧାନ୍ତ ନେବାକୁ ହେଲା। ପରବର୍ତ୍ତୀ ଅମାବାସ୍ୟା ନିଃଶ୍ରାଦ୍ଧରେ ଅପେକ୍ଷାକୃତ ସୁଧାର ପୁତ୍ରଟିକୁ କୌଣସି ଆଳରେ ବନେଶ୍ୱରୀଙ୍କ ମନ୍ଦିର ଭିତରକୁ ନେଇ ଦରଜା କିଳି ଜଣାଇ ଦିଆଗଲା ଯେ ତାଙ୍କ ବଳି ବିନା ରାଜପରିବାର ବିଲେଇଟିଏ ମଧ୍ୟ ବର୍ତ୍ତିବ ନାହିଁ। ଚକିତ ରାଜକୁମାର ପାଟି ଫିଟିବା ପୂର୍ବରୁ ହିଁ ତାଙ୍କ ମୁଣ୍ଡ ତଳେ ଲୁଟି ପଡ଼ିଲା। କିନ୍ତୁ ସେ ମୁହଁରେ ପ୍ରତିଫଳିତ କିଂକର୍ତ୍ତବ୍ୟ ବିମୂଢ଼ତା ଓ ଆତଙ୍କର ପ୍ରଭାବରେ ପୁରୋହିତ ବାପୁଡ଼ା ପାଗଳପ୍ରାୟ ସବୁଠି ଆପଣାକୃତ କର୍ମର ବିବରଣୀ ଦେବାକୁ ଲାଗିଲେ। ଅଗତ୍ୟା ରାଜା ତାଙ୍କୁ ମଧ୍ୟ ଚିରଦିନ ପାଇଁ ନୀରବ କରିଦେବାକୁ ବାଧ୍ୟ ହେଲେ। ବିଚରା ପୁରୋହିତଙ୍କୁ ଯେଉଁ ଦୁଷ୍ଟ ଶକ୍ତି ଆୟତ୍ତ କରିଥିଲା, ଗୁପ୍ତ ଘାତକ ହାତରେ ପୁରୋହିତ ଟଳି ପଡ଼ିବାର ଦେଖି ସେ କେଡ଼େ ଆମୋଦ ଅନୁଭବ କରିଥିବ, ବାପା କହୁଥାନ୍ତି। ପରବର୍ତ୍ତୀ ପୁରୁଷର ରାଜାମାନେ ସେ ପରମ୍ପରା ଅବ୍ୟାହତ ରଖିଲେ, ଅବଶ୍ୟ ସେଥିରେ ସଂଶୋଧନ ବିଧାନ କଲେ। ସେମାନେ ଗୋଟାଏ ଗୋଟାଏ ଅନାଥ ବାଳକକୁ ପୋଷ୍ୟ କରି ସେମାନଙ୍କୁ ରାଜପୁତ୍ରର ମର୍ଯ୍ୟାଦା ଦେଉଥାନ୍ତି। ପୁଲକିତ ବାଳକ ତାର ଭବିତବ୍ୟ ସମ୍ପର୍କରେ କିଛି ଧାରଣା କରିପାରିବା ପୂର୍ବରୁ ହିଁ ତାର ଜୀବନ ବାସନା ହେଉଥାଏ। କାର୍ଯ୍ୟଟି ଗୋପନରେ ସମାଧାନ କରୁଥିବା ପରବର୍ତ୍ତୀ କାଳରେ ପୁରୋହିତମାନେ ସେମାନଙ୍କ ଉପରୋକ୍ତ ପୂର୍ବପୁରୁଷଟି ତୁଳନାରେ ଅଧିକ ଦମ୍ଭବାନ ହୋଇପାରିଥିବା ମନେ ହୁଏ।
ପୂଜକ ରୂପେ ସେମାନଙ୍କ କର୍ତ୍ତବ୍ୟ କର୍ମର ଏହି ଭୀଷଣ ପର୍ଯ୍ୟାୟକୁ ନେଇ ସେମାନେ କେତେ ଦୂର ତୁଷ୍ଟ ଥିଲେ କହିବା ସମ୍ଭବପର ନୁହେଁ। କିନ୍ତୁ ଆବାଳ ବୃଦ୍ଧ ବନିତାଙ୍କ ଭିତରେ ସେମାନେ ଭୟର ଉଦ୍ରେକ କରୁଥିଲେ। ବନେଶ୍ୱରୀଙ୍କ ଅଭିଶାପରୁ ରାଜପରିବାର ଅବଶ୍ୟ ଉତ୍ତୀର୍ଣ୍ଣ ହେଉଥିଲେ, କାରଣ ପରିବାରର ବିଲୁପ୍ତି ଘଟିଲା ନାହିଁ। କିନ୍ତୁ ନିରୀହ ବଳୀମାନଙ୍କ ବିହ୍ୱଳ ବିସ୍ମୟ ଓ ବେଦନା ଅନ୍ୟ ଏକ ଅଭିଶାପ ରୂପେ ପୁରୋହିତ ବଂଶକୁ ନିଃଶେଷ କରିଥିବା ସମ୍ଭବ। ଶେଷ ପୁରୋହିତ ତରୁଣ ଅବସ୍ଥାରେ ହିଁ ମୃତ୍ୟୁ ଲଭିଲେ। ସେମାନଙ୍କ କାର୍ଯ୍ୟନିର୍ବାହ କରିବାକୁ ସମ୍ଭବତଃ ଆଉ କେହି ପ୍ରସ୍ତୁତ ହେଲେ ନାହିଁ। ବଳି ପରମ୍ପରା ଉପରେ ଯବନିକା ପଡ଼ିଲା। 3-4 ପୁରୁଷ ତଳେ ଜଣେ ବ୍ରାହ୍ମଣ ଦେବୀଙ୍କର ସଂକ୍ଷିପ୍ତ ଦୈନନ୍ଦିନ ପରିଚର୍ଯ୍ୟାର ଭାର ନେଇଥିଲେ। 2 ପୁରୁଷ ତଳେ ସେତକ ମଧ୍ୟ ବନ୍ଦ ହୋଇଯାଇଥାଏ। ଦେବୀଙ୍କ ପ୍ରତି ରାଜପରିବାର ଭୟ ବି ତୁଟି ଯାଇଥାଏ। ନିର୍ଜନ ପ୍ରାସାଦ ଓ ମନ୍ଦିର ଭିତରେ ଥିଲା ଗୋଟାଏ ଜଳାଶୟ। ଅତ୍ୟନ୍ତ ଶୀତଳତାର ଜଳ। ସେ ଗୋଟିକ ପଛରେ ବି କାହାଣୀ କିମ୍ବଦନ୍ତୀର ଅଭାବ ନଥିଲା। ଜଳାଶୟଟି ବହୁ ସଂଗୁପ୍ତ ସମ୍ପଦର ପ୍ରହରୀ ଜଣେ ବିଶିଷ୍ଟ ଯକ୍ଷଙ୍କର ଆବାସ ଥିଲା। ସମରଗଡ଼ ନଅରରେ ଅଭିଷେକ ପରେ ପ୍ରତ୍ୟେକ ନୂଆ ରାଜା ନିଜନପୁର ଆସି ବନେଶ୍ୱରୀଙ୍କୁ ପୂଜା ଦେବା ସଙ୍ଗେ ସଙ୍ଗେ ଜଳାଶୟ ଭିତରକୁ କିଛି ସୁନା ରୂପା ଫୋପାଡ଼ି ଦେଉଥିଲେ, ଯକ୍ଷ ଉଦ୍ଦେଶ୍ୟରେ ଭେଟି ରୂପେ। ନିଜ ଅର୍ଥ ସଙ୍କଟ ବେଳେ ରାଜାମାନେ ବି ଯକ୍ଷ ଦୟାରୁ ସୁନା ଭର୍ତ୍ତି କଳସଟିଏ ପାଇଯାଉଥିଲେ ବୋଲି କିମ୍ବଦନ୍ତୀ ଥାଏ। ବନେଶ୍ୱରୀଙ୍କ ପୂଜା ବନ୍ଦ ହୋଇଯାଇଥିବା ଦୃଷ୍ଟିରୁ ଶେଷ 2 ରାଜା ଅବଶ୍ୟ ଯକ୍ଷ ପ୍ରତି ନିଜ କର୍ତ୍ତବ୍ୟ ବିସ୍ମୃତ ହୋଇଥିଲେ। ରାଜ୍ୟ ହରାଇବା ସତ୍ତ୍ୱେ ମୋ ପୂର୍ବପୁରୁଷ ରାଜପରିବାର ସମ୍ମତ ସମସ୍ତ ନୀତି ନିୟମ ପାଳନ କରୁଥିଲେ। ମୋ ବାପା କିନ୍ତୁ ସେ ସବୁରେ ପୂର୍ଣ୍ଣଚ୍ଛେଦ ପକାଇଲେ। କ୍ଷତ୍ରିୟଙ୍କ ଭିତରେ ଆମ ବଂଶର ଗାରିମା ସମରଗଡ଼ ରାଜପରିବାର ତୁଳନାରେ ଅଧିକ। ଆମ ଅଞ୍ଚଳର ଲୋକେ ଆମକୁ ଦେଖାଉଥିଲେ ପ୍ରଭୂତ ସମ୍ମାନ। ସେ ସମ୍ମାନ ସହ ମିଶି ରହିଥାଏ ଶିକାରୀ ଗୁଳିରେ ଟଳି ପଡ଼ିଥିବା ହାତୀ ଜାତୀୟ ଗୋଟାଏ ବୃହତ୍କାର ପ୍ରାଣୀ ପ୍ରତି ଉଦ୍ରିକ୍ତ କରୁଣା ଭାବ। ଲୋକେ ଯଦି ସ୍ୱଚ୍ଛଳ ହୋଇଥାନ୍ତେ, ତେବେ ସାଧ୍ୟ ମୁତାବକ ସାହାଯ୍ୟ କରି ଆମକୁ ଅଭାବ ଅସୁବିଧାର ଊର୍ଦ୍ଧ୍ୱରେ ରଖିଥାନ୍ତେ। ସମରଗଡ଼ ରାଜପରିବାର ପ୍ରତି ବହୁ ବର୍ଷ ଶତ୍ରୁ ଭାବେ ପୋଷଣ କରିବା ଅନ୍ତେ ମୋ ପୂର୍ବପୁରୁଷ କ୍ରମେ ନିଜ ଭାଗ୍ୟ ଆଦରି ନେଇଥିଲେ। ତା ବୋଲି ଶତ୍ରୁପକ୍ଷର କୌଣସି ଦୟା ଦରଦ ସହିବାକୁ ସେମାନେ ପ୍ରସ୍ତୁତ ନଥିଲେ। 2 ବଂଶ ଭିତରେ ବୈବାହିକ ସମ୍ପର୍କ ସ୍ଥାପନ ପାଇଁ ମୋ ପୂର୍ବପୁରୁଷ ରାଜି ହୋଇଥିଲେ। ସମରଗଡ଼ ସେମାନଙ୍କୁ ବହୁତ ସୁବିଧା ସାହାଯ୍ୟ ଦେଇଥାନ୍ତା। କେତେ ଖଣ୍ଡି ଜମିଦାରୀ ଭୋଗ କରିବାର ସୁଯୋଗ ସಮೇତ। କିନ୍ତୁ ମୋ ପୂର୍ବପୁରୁଷ ସେଭଳି ପ୍ରସ୍ତାବକୁ ତାଚ୍ଛଲ୍ୟ ଭରେ ବର୍ଜନ କରୁଥିଲେ। ଆମ ବଂଶର ଆର୍ଥିକ ଅବସ୍ଥା କ୍ରମେ ଅଧିକରୁ ଅଧିକ ଶୋଚନୀୟ ହୋଇ ମୋ ପ୍ରପିତାମହ କାଳକୁ ଦୁଆଳିଆ ପର୍ଯ୍ୟାୟରେ ପହଞ୍ଚିଥିଲା। କିନ୍ତୁ ଅବସ୍ଥା ବଦଳାଇ ଦେଲେ ମୋ ପିତାମହ। ସେ ମହାଶୟଙ୍କ ଭାଗ୍ୟ ଏମିତି, ସେ ଯେଉଁ 3ଟି କନ୍ୟା ବିବାହ ହେଲେ, ସେ ତିନିହେଁ ନିଜ ନିଜ ପିତାମାତାଙ୍କର ଏକ ମାତ୍ର ସନ୍ତାନ। ଅତଏବ ମହାଶୟ ହେଲେ 3 ସମ୍ପତ୍ତିର ଅଧିକାରୀ। ତାଙ୍କର ଏକମାତ୍ର ସନ୍ତାନ ମୋ ପିତା ନିଜ ଉତ୍ତରାଧିକାରକୁ ଦୃଢ଼ତର କରିଥିଲେ। କିନ୍ତୁ ସେ ମୋ ମାଆଙ୍କୁ ମଧ୍ୟେ ମଧ୍ୟେ କହୁଥିବାର ମୁଁ କାନରେ ପଡ଼ୁଥିଲା, ସାମନ୍ତବାଦର ଭୂତ ମୋତେ ଛାଡ଼ି ଦେଇ ଥାଇପାରେ, କିନ୍ତୁ ଆମ ପୁତ୍ରଟିକୁ ନିଷ୍କୃତ ଦେବ କି? ସେ ନିଶ୍ଚୟ ମୋ ଚରିତ୍ରରେ ତାଙ୍କ ପୂର୍ବପୁରୁଷ ସୁଲଭ ଆଳସ୍ୟର ଲକ୍ଷଣ ଲକ୍ଷ୍ୟ କରିଥିବେ। ଭାରତ ସ୍ୱାଧୀନ ହେବାର କିଛି ଦିନ ପୂର୍ବରୁ ସମରଗଡ଼ ରାଜବଂଶ ବି ପ୍ରାୟ ଦୁଆଳିଆ ହୋଇଯାଇଥିଲେ। ଯୁବକ ରାଜା ତାଙ୍କ ପୂର୍ବ ପ୍ରଜାଙ୍କ ଗହଣରେ ବାସ କରିବାକୁ ପସନ୍ଦ କଲେ ନାହିଁ। ଛୋଟ ସମରଗଡ଼ ସହରର ସଦୃଶ୍ୟ ପଟଭୂମି ରୂପେ ଦଣ୍ଡାୟମାନ ନଅରକୁ ସେ ସରକାରଙ୍କୁ ବିକ୍ରି କରିଦେଇ ପୋଷ୍ୟବର୍ଗ ଓ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ଅର୍ଥ ଏବଂ ମୋଟା ପାରିତୋଷିକ ଦେଇ ବିଦାୟ ନେଲେ। ବାକି ରାଜଦରବାର ବିଧିବଦ୍ଧ କର୍ମଚାରୀମାନେ ମିଶ୍ରଣ ଚୁକ୍ତି ଅନୁସାରେ ପ୍ରାଦେଶିକ ସରକାର ଶାସନ କଳରେ ସାମିଲ ହୋଇଗଲେ। ତତ୍ପରେ ରାଜା ଚାଲିଗଲେ କୌଣସି ଅଜଣା ସ୍ଥାନକୁ। ତାଙ୍କର 2 ଜଣ ଯାକ ସମ୍ପର୍କୀୟ ଭାଇ ଅନ୍ୟତ୍ର ବ୍ୟବସାୟ କରୁଥିଲେ। ତେଣୁ ରାଜାଙ୍କ ଖବରାଖବର ମିଳିବାର ସମ୍ଭାବନା ହେଲା କ୍ଷୀଣ। ରାଜାଙ୍କ ସହ ମୋ ବାପାଙ୍କ ସହ ହୃଦୟତା ଥିଲା, କିନ୍ତୁ ସ୍ଥୂଳ କାରବାରରେ ବାପା ଥିଲେ ବିଚକ୍ଷଣ ବାସ୍ତବବାଦୀ। ରାଜାଙ୍କୁ ଏକ ମୋଟା ପରିମାଣର ଋଣ ଦେବା ବାବଦରେ ସେ ହୀରା ମହଲ ବନ୍ଧକ ରଖିଥିଲେ। ରାଜ୍ୟ ମିଶ୍ରଣରୁ ରାଜା ଆଶା କରୁଥିଲେ ବିପୁଳ କ୍ଷତିପୂରଣ, କିନ୍ତୁ ସରକାର ନାନା ହିସାବରେ ତାଙ୍କଠୁ ପ୍ରାପ୍ୟ ସବୁ କାଟି ରଖିବା ପରେ ଯେତିକି ଦେଲେ, ତାହା ଅତି ସାମାନ୍ୟ। ରାଜା ହୀରା ମହଲ ମୁକୁଳାଇ ପାରିଲେ ନାହିଁ। କୋଠାଟି ବାପାଙ୍କ ସମ୍ପତ୍ତିରେ ପରିଣତ ହେଲା। ନିଜନପୁରର ଗୁରୁତ୍ୱ ବଢ଼ୁଥାଏ। ଉପତ୍ୟକା ଚତୁର୍ଦିଗସ୍ଥ ପର୍ବତମାଳାରେ ନାନା ମୂଲ୍ୟବାନ ଧାତୁର ସନ୍ଧାନ ମିଳିଥାଏ। ଲୋକଲୋଚନକୁ ସଦ୍ୟ ଆସିଥାଏ ଏକ ଉଷ୍ମ ପ୍ରସବଣ। ଜଣେ ଅବସରପ୍ରାପ୍ତ ଇଂରେଜ ICS ହାକିମ କିଛିଦିନ ନିଜନପୁରରେ ଡେରା ପକାଇ ଉପତ୍ୟକା ବହୁତ ଭଲ ପାଉଥିଲେ ଓ ବିଲାତ ଚାଲିଯିବା ପୂର୍ବରୁ ନିଜନପୁର ଦିନେ ରାଜ୍ୟର ଶ୍ରେଷ୍ଠ ସ୍ୱାସ୍ଥ୍ୟ ନିବାସ ହେବ ବୋଲି ଭବିଷ୍ୟବାଣୀ କରିଥିଲେ।
ଏ ପରିବର୍ତ୍ତିତ ଅବସ୍ଥାର ସୁଯୋଗ ନେବାକୁ ମନସ୍ଥ କରି ଗାଁରେ ଥିବା ଆମ ଘର ଓ ଜମିଜମା ଜଣେ ବିଶ୍ୱସ୍ତ କୁଟୁମ୍ବଙ୍କ ଦାୟିତ୍ୱରେ ଦେଇ ମୁଁ ହୀରାମହଲକୁ ଚାଲି ଆସିଥିଲି। କଲେଜ ଜୀବନରୁ ମୋ ପାଇଁ ବେଶ୍ ଏକ ରୋମାଞ୍ଚକର ପରିବର୍ତ୍ତନ। ହୀରାମହଲର ନାମ ବଦଳାଇ ରଖିଲି ଦିଗ୍ବଳୟ। ରାଜ୍ୟର ମୁଖ୍ୟ ସମ୍ବାଦପତ୍ରରେ ଏହାକୁ ପ୍ରକୃତି ପ୍ରେମୀ, ସ୍ୱାସ୍ଥ୍ୟ ସନ୍ଧାନୀ ତଥା ଖାସ୍ ଅବସର ବିନୋଦକାରୀଙ୍କ ସକାଶେ ଆଦର୍ଶ ଆଶ୍ରୟ ବୋଲି ବିଜ୍ଞାପନ ଦେଲି। ମୋ ସହ ପାନ୍ଥ ନିବାସରେ ଥିଲେ ଜଣେ ମାତ୍ର ପୂଜାରୀ, ଜଣେ ମାଳି ଓ ପରିଚାରିକା ସୁବୁ। ପାନ୍ଥ ନିବାସର ମ୍ୟାନେଜର ତଥା କିରାଣୀ ଦାୟିତ୍ୱ ମୁଁ ଏକାକୀ ତୁଲାଇବାକୁ ପ୍ରସ୍ତୁତ ଥିଲି। ପର୍ଯ୍ୟଟନର ପ୍ରସାର ସେ ଯାଏ ଘଟି ନଥାଏ। ଅତିଥି କ୍ୱଚିତ୍ କେବେ ଆସୁଥିଲେ, ସମସ୍ତେ ମୁଗ୍ଧ ହେଉଥିଲେ ଏବଂ ଯଥା ସମୟରେ ସବାନ୍ଧବ ଆସିବାର ପ୍ରତିଶ୍ରୁତି ଦେଇ ଯାଉଥିଲେ। ଗାଁରୁ ଯାହା ମିଳୁଥିଲା ସେଥିରେ ପାନ୍ଥ ନିବାସର କ୍ଷତିପୂରଣ କରି ମୁଁ ଶାନ୍ତିରେ ହିଁ ରହିଥିଲି। ଅନ୍ୟ କିଛି କରିବାର ନଥିଲା। ତମେ ସୁଖରେ ଅଛ ତ? ଥରେ ଗାଁରେ ଜମିଜମାର ତତ୍ତ୍ୱାବଧାନ କରୁଥିବା ବୟସ୍କ କୁଟୁମ୍ବ ଜଣ ପଚାରିଥିଲେ। ସେ କଥା ତ କେବେ ନିଜକୁ ପଚାରି ନାହିଁ, ଉତ୍ତରରେ କହିଥିଲେ। ହେଲା, ତାର ଅର୍ଥ ତମେ ସୁଖୀ। ମାଛ ଜଳରେ ଥାଇ ବୋଲି ସେ ଜାଣେନା। ନିଜ ସିଦ୍ଧାନ୍ତରେ କୁଟୁମ୍ବ ମହାଶୟ ବେଶ୍ ପ୍ରୀତ ମନେ ହେଉଥିଲେ। 4 ଦିନର ଧାରା ବର୍ଷା ଉପତ୍ୟକାକୁ ପରିଚ୍ଛନ୍ନ ଓ ସତେଜ କରିଥାଏ। ଶରତ ଆକାଶର ନକ୍ଷତ୍ର ଭଳି ଯେଉଁ ନୀରବତାରେ ଉପତ୍ୟକା ସର୍ବତ ନିମଜ୍ଜିତ ଥାଏ, ଅଥଚ ଯାହା ବିଷୟରେ ମୁଁ ଝଡ଼ ପରେ ହିଁ ସଚେତନ ହେଲି, ସେ ନୀରବତା ମୋତେ ଏମିତି ଧାରଣା ଦେଲା, ସତେଅବା ନିଜନପୁର ମହାଶୂନ୍ୟ ଭିତରକୁ ଛିଟିକି ପଡ଼ି ଏକ ନୀଳ ନିଶ୍ଚୁପ ନକ୍ଷତ୍ର ବନିଯାଇଛି। ଧନ୍ୟବାଦ।